କାହାର ଏ ସୁମଧୁର କଣ୍ଠସ୍ୱର ପୁଣି କଟକ ସହରର ନଦୀବାଲିରେ। ସେ ସ୍ୱର ପୁଣି ବାଲିଯାତ୍ରାର। ଭିଡ଼କୁ ଚିରି ଲୋକମାନଙ୍କୁ ଯେମିତି ପାଗଳ କରିଦେଉଥିଲା। ଦେଖିବା ବେଳକୁ ଜଣେ 70 ବର୍ଷର ବୁଢ଼ା ଲୋକ ନିଜ ପେଟ ପାଇଁ ଗୀତ ଗାଉଥିଲେ। ତାଙ୍କ ଗୀତ ଶୁଣି ଲୋକେ ଯେମିତି ମତୁଆଲା ହେଉଥିଲେ। କିନ୍ତୁ ସେଠାରେ ଛିଡ଼ା ହୋଇଥିବା ଜଣେ ଯୁବକ ସେ ବୁଢ଼ା ଲୋକର କଷ୍ଟକୁ ଅନୁଭବ କରୁଥିଲେ। ଗୀତ ସରିଲା, ଆଉ ବୁଢ଼ା ଲୋକଟି ବି ଟିକେ ଦୂରରେ ଥିବା ଛିଣ୍ଡା ପଲିଥିନ୍ ଧରି ଘରକୁ ଫେରିଲେ। ଯୁବକ ଜଣକ ପିଛା କରି କରି ସେ ବୁଢ଼ା ଲୋକର ଘରକୁ ପଶିଲେ। ଘର ଭିତରରେ ଦୃଶ୍ୟ ଦେଖି ଯୁବକ ଜଣକ ଆଉ ରହିପାରିଲେନି। ତାଙ୍କୁ ନେଇ ଏ ବୃଦ୍ଧାଶ୍ରମରେ ରଖିଦେଲେ। କିଛି ଦିନ ଏମିତି ବିତିଗଲା। ଦିନେ ରାତିରେ ସେ ବୃଦ୍ଧାଶ୍ରମରେ ବୁଢ଼ା ଲୋକ ଜଣକ ଏମିତି ଏକ ଦୃଶ୍ୟ ଦେଖିଲେ। ଦେଖିକି ତ ଯେମିତି ଚମକି ପଡ଼ିଲେ। ତାଙ୍କ ପାଦ ତଳୁ ମାଟି ଖସିଗଲା। ନିଜ ଆଖିକୁ ସେ ବିଶ୍ୱାସ କରିପାରିଲେନି। ତୁରନ୍ତ ସେ ନିଜ ସ୍ତ୍ରୀକୁ ନେଇ ସେଠାରୁ ପଳେଇ ଆସିଲେ। ହେଲେ ସେ ଦୃଶ୍ୟ କ'ଣ ଥିଲା? କ'ଣ ଚାଲିଥିଲା ସେ ବୃଦ୍ଧାଶ୍ରମରେ? କାହିଁକି ବୁଢ଼ାବୁଢ଼ୀ ଦୁଇଜଣ ଅଧା ରାତିରେ ବୃଦ୍ଧାଶ୍ରମ ଛାଡ଼ି ପଳେଇ ଆସିଲେ? କାରଣ ଜାଣିଲେ ଆପଣଙ୍କର ବି ହୋସ୍ ଉଡ଼ିଯିବ। ତେଣୁ ସ୍କିପ୍ ନକରି ପୁରା ଭିଡ଼ିଓ ଦେଖନ୍ତୁ। କଟକର ବାଲିଯାତ୍ରା ସମୟ। ନଦୀ ବାଲୁକାରେ ଶେଷ ଭାଗରେ ବାଲିଯାତ୍ରାର ଭିଡ଼କୁ ଚିରି ଜଣେ 70 ବର୍ଷୀୟ ବୟସ୍କ ଲୋକଙ୍କର ସୁମଧୁର ସ୍ୱର ଲୋକଙ୍କୁ ପାଗଳ କରୁଥିଲା। 70 ବର୍ଷୀୟ ଏହି ବ୍ୟକ୍ତି ଜଣକ ଥିଲେ ସୁଦର୍ଶନ ମହାପାତ୍ର, ଜଣେ ସାଧା ସିଧା ମଣିଷ। ସେ କଟକ ସହରର ଗୋଟିଏ ରାସ୍ତାର ପାର୍ଶ୍ୱରେ ନିଜ ସ୍ତ୍ରୀ ସହିତ ରହୁଥିଲେ। ଏମିତି ନୁହେଁ ଯେ ସୁଦର୍ଶନଙ୍କ ପରିବାରରେ କେହି ନାହାନ୍ତି, ବରଂ ତାଙ୍କ ପୁରା ପରିବାର ଭରପୁର ପରିବାର ଅଛି। ସେ ପରିବାର ଭିତରେ 2 ପୁଅ, 2 ବୋହୂ ଓ ନାତି ନାତୁଣୀ ଅଛନ୍ତି। କିନ୍ତୁ ସେ ନିଜ ପୁଅ ବୋହୂଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ସେ ଘର ଛାଡ଼ିକି ପଳେଇ ଆସିଥିଲେ। ଆଉ ସେବେଠୁ ସେ ରାସ୍ତାର ଏକ ପାର୍ଶ୍ୱରେ ଏକ ପାଲ ଟାଣି ରହୁଛନ୍ତି। କେତେବେଳେ ମେଳାରେ ତ କେତେବେଳେ ଗହଳି ସ୍ଥାନରେ ତ କେତେବେଳେ ମନ୍ଦିରରେ ଗୀତ ଗାଆନ୍ତି। ଆଉ ସେଥିରେ ଯାହା ମିଳେ 2 ପ୍ରାଣୀଙ୍କର କଷ୍ଟେମଷ୍ଟେ ଚଳିଯାଏ। ସବୁଠୁ ବଡ଼ କଥା ହେଲା ଲୋକମାନେ ତାଙ୍କ ଗୀତକୁ ପୁରା ଉପଭୋଗ କରୁଥିଲେ। ବୟସ ଅଧିକ ସତ୍ତ୍ୱେ ବି ତାଙ୍କ ସ୍ୱର ଅତ୍ୟନ୍ତ ମଧୁର, ଯେମିତି କଣ୍ଠରେ ଯାଦୁ ଭରି ରହିଛି। ଥରେ ସେ ବାଲିଯାତ୍ରାରେ ଗାଉଥିଲେ କି ଦୁନିଆ ମେ କିତନେ ଗମ୍ ହେ, ମେରା ଗମ୍ କିତନା କମ୍ ହେ। ସେତେବେଳେ କିଛି ଲୋକ ପଚାରିଲେ କି ବାବା, ଆପଣ ତ ବହୁତ ଭଲ ଗାଉଛନ୍ତି। ସମସ୍ତେ ତାଙ୍କ ଗୀତକୁ ରେକର୍ଡ଼ିଂ କରିବାକୁ ଲାଗିଲେ। ଲୋକଙ୍କ ପ୍ରଶ୍ନରେ ସେ କହିଲେ କି ପୁଅ, ସମୟ ସବୁ ଶିଖାଇ ଦିଏ। ପ୍ରଥମେ ମୁଁ ସଉକରେ ଗାଉଥିଲି, ଏବେ ଦୁଃଖୀ ହୋଇ ଗାଉଛି। ଏବେ ବୟସ ନାହିଁ ଯେ ଭାରି କାମ କରିପାରିବି, ଏଥିପାଇଁ ମୋ ସ୍ୱରକୁ ବ୍ୟବହାର କରୁଛି। ଫଳରେ ମୁଁ ମୋ ସ୍ତ୍ରୀକୁ 2 ବେଳା ଖାଇବାକୁ ଦେଇପାରିବି। କିନ୍ତୁ ବୟସର ଅପରାହ୍ନରେ ଦେହ ବି ସାଥ ଦେଉନି। ବାବା, ଏତେ ଶୀତରେ ସ୍ୱିଟର ଟୋପି କିଛି ବି ପିନ୍ଧିନ ଯେ ଥଣ୍ଡା ଲାଗୁନି କି? ବାଲିଯାତ୍ରାରେ ଗୀତ ଗାଉ ଗାଉ ଜଣେ ଲୋକ ଏସବୁ ପଚାରୁଥିଲେ। ସେଠୁ ସୁଦର୍ଶନ ବାବା କହୁଥିଲେ କି ଶୀତ ବି ଲାଗୁଛି ଆଉ ଭୋକ ବି। କିନ୍ତୁ ଦୁହିଁଙ୍କ ଲଢ଼େଇ ଭିତରେ ଭୋକ ସବୁବେଳେ ଅଧିକ କଷ୍ଟ ଦେଉଛି। ଏଥିପାଇଁ ଶୀତକୁ ଅଣଦେଖା କରି ଭୋକ ପାଇଁ ଲଢ଼େଇ କରିବାକୁ ପଡ଼ୁଛି ପୁଅ। ସୁଦର୍ଶନ ବାବା ନିଜ ଆଖି ପୋଛୁ ପୋଛୁ ଜବାବ ଦେଉଥିଲେ, ଆରେ ବାବା, ଆପଣ କାନ୍ଦନ୍ତୁନି। ଯାହାର କେହି ନାହାନ୍ତି ତାଙ୍କ ପାଇଁ ଭଗବାନ ଅଛନ୍ତି। ଏତିକି କହି ସେଠାରେ ଉପସ୍ଥିତ ଥିବା ସମସ୍ତେ କିଛି ନା କିଛି ଟଙ୍କା ଦେଉଥିଲେ। ସୁଦର୍ଶନ ବାବା ସେମାନଙ୍କୁ ଧନ୍ୟବାଦ ଦେଇ ପଳାଉଥିଲେ। କେତେବେଳେ ଗହଳି ତ କେତେବେଳେ ମନ୍ଦିର ଯାଇ ଗୀତ ଗାଇ ଭିକ୍ଷା ମାଗୁଥିଲେ ସୁଦର୍ଶନ। କିନ୍ତୁ ଜଣେ ଯୁବକ ସବୁଦିନ ସୁଦର୍ଶନଙ୍କ ଗୀତକୁ ଶୁଣୁଥିଲେ, ଆଉ ଶୁଣି ସାରିବା ପରେ ଟଙ୍କା ନ ଦେଇ କିଛି ଖାଇବାକୁ ଦେଉଥିଲେ। କିନ୍ତୁ ଆଜି ସେ ଯେତେବେଳେ କିଛି ଖାଇବା ବଢ଼େଇ ଦେଇଛନ୍ତି, ସୁଦର୍ଶନ ବାବା ତାଙ୍କୁ ଟଙ୍କା ମାଗିଲେ। ସେ ଯୁବକ ଜଣକ ପଚାରିଲେ, ବାବା, କ'ଣ ହେଲା? ଆଜି କ'ଣ ଭୋକ ଲାଗୁନି କି? କ'ଣ ହେଲା ପୁଅ? ତମେ ତ ପ୍ରତିଦିନ ଖାଇବାକୁ ଦେଉଛ, ଏକୁଟିଆ ଖାଇବାକୁ ଇଚ୍ଛା ହେଉନି, ତେଣୁ ତାକୁ ସାଇତିକି ରଖିଦେଉଛି। କିନ୍ତୁ ଘରକୁ ଗଲାବେଳକୁ ସେଇଟା ନଷ୍ଟ ହୋଇଯାଉଛି। ଆଉ ଦିନକୁ ଯେତିକି ଟଙ୍କା ବି ମିଳୁଛି ସେତିକିରେ 2 ଜଣଙ୍କୁ ଖାଇବାକୁ ବି ଅଣ୍ଟୁନି। ତେଣୁ ଆଜି ତୁମକୁ ଟଙ୍କା ମାଗିଲି। ଆଖି ପୋଛୁ ପୋଛୁ ସୁଦର୍ଶନ ବାବା କହୁଥିଲେ,
ସେଠୁ ସେ ଯୁବକ ଜଣକ କିଛି ଟଙ୍କା ଦେଇଦେଲେ, କିନ୍ତୁ ମନ ଭିତରେ ଆସିଲା ଯେ ସେ ଯାହା କହୁଥିଲେ ସତ କହୁଥିଲେ ନା ମିଛ। କିଏ ଜାଣେ, ଟଙ୍କା କମେଇବାର ଇଏ ଏକ ତରିକା ହୋଇପାରେ। ସେଠୁ ସେ ଭାବିଲେ କି ଥରୁଟିଏ ଯାଇ ଦେଖିନିଏ। ଯଦି ବାବା ସତ କହୁଥାନ୍ତି ତାହେଲେ ପରଦିନ ସେ ବାବାଙ୍କ ପିଛା କରିବାକୁ ଲାଗିଲେ। ମନ୍ଦିର ପାଖରୁ ଟିକିଏ ବାଟ ଯିବା ପରେ ଦେଖିଲେ କି ଗୋଟିଏ ଗଛ ତଳେ ଏକ ପାଲ ଟଣା ହେଇଛି। ଆଉ ସେ ପାଲଟଣା ଘର ଭିତରକୁ ସୁଦର୍ଶନ ବାବା ପଶିଗଲେ। ସେହି ଭିତରେ ଜଣେ ବୁଢ଼ୀ ଲୋକ ବି ବସିଥିଲେ, ଯିଏକି ଦେଖିବାକୁ ବହୁତ ଦୁର୍ବଳ ଆଉ କେତେ ଦିନ ହେଲା ଭୋକିଲା ଥିବା ପରି ଜଣାପଡ଼ୁଥିଲେ। ବାବା ସେ ବୁଢ଼ୀ ଲୋକ ସହିତ ବସିକି ଟଙ୍କା ଗଣିବାରେ ଲାଗିଲେ। ତାଙ୍କ ହାଲତ ଦେଖି ସେ ଯୁବକ ଜଣକର ଆଖିରୁ ଲୁହ ବୋହି ଆସିଲା। ସେ ଯୁବକଙ୍କ ନାଁ ରୋହିତ ଥିଲା। ସେ ଗୋଟିଏ NGO ସହିତ ସାମିଲ ଥିଲେ। ତାଙ୍କ ସଂସ୍ଥାର ଲୋକଙ୍କୁ ତୁରନ୍ତ ଫୋନ୍ କରିକି ଶୀତ ପୋଷାକ ମଗେଇଲେ। କିଛି ସମୟ ଭିତରେ ଜଣେ ଲୋକ ଶୀତ ବସ୍ତ୍ର ଆଉ ଖାଇବା ଜିନିଷ ନେଇ ସେଠାରେ ପହଞ୍ଚିଗଲେ। ରୋହିତକୁ ଦେଖି ସୁଦର୍ଶନ ବାବା ଟିକେ ଚମକି ପଡ଼ିଲେ ଆଉ କହିଲେ କି କ'ଣ ହେଲା ପୁଅ, ତମେ ଏଠି ଏଇଆ ଦେଖିବାକୁ ଆସିଛ ଯେ ମୁଁ ମିଛ କହୁଥିଲି କି ସତ? ଆମ ପରି ଗରିବଙ୍କୁ ଦୁଇ ଓଳି ଖାଇବା ତ ଛାଡ଼, ଦେହ ଲୁଚେଇବାକୁ ବି ଫଟା ପୋଷାକ ମିଳୁନି। ଏମିତି କହି ସୁଦର୍ଶନ ବାବା କାନ୍ଦି ପକେଇଲେ। ରୋହିତ କହିଲେ, ଆରେ ବାବା ନାଇଁ, ମୁଁ ତ ଆପଣମାନଙ୍କ ପରି ଲୋକଙ୍କୁ ସାହାଯ୍ୟ କରିବାକୁ ଅଛି। ପ୍ରତିଦିନ ମନ୍ଦିର ବାହାରେ ମୁଁ ଆପଣଙ୍କୁ ଦେଖୁଛି, କିନ୍ତୁ ଆଜି ମୁଁ ଆପଣଙ୍କୁ ସାହାଯ୍ୟ କରିବାକୁ ପିଛା କରିଥିଲି। ଏଇ ନିଅନ୍ତୁ, ଦୁଇ ଜଣଙ୍କ ପାଇଁ ଶୀତ ପୋଷାକ। ଏବେଠୁ ଆପଣମାନେ ଆଉ ଏଠି ରହିବେନି, ଚାଲନ୍ତୁ ଆମ ସହିତ। ସୁଦର୍ଶନ ବାବା ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ପୁଅ ତମେ ଆମକୁ କୁଆଡ଼େ ନେବା ପାଇଁ କହୁଛ? ରୋହିତ କହିଲେ କି ଆମ ବୃଦ୍ଧାଶ୍ରମକୁ, ଯେଉଁଠି ଆପଣମାନଙ୍କ ପରି ଆହୁରି କେତେ ଲୋକ ରହୁଛନ୍ତି। ରୋହିତ ତାଙ୍କ ହାତ ଧରି କହିଲେ କି ସେଠାରେ କିଛି ଅସୁବିଧା ହେବନି, କିନ୍ତୁ ପୁଅ ସେଠାରେ ତ କିଛି ବୋଧେ ଖର୍ଚ୍ଚ ଦେବାକୁ ପଡ଼ୁଥିବ। ମୁଁ ଶୁଣିଛି କି ବିନା ଖର୍ଚ୍ଚରେ ତ ସେଠାରେ ରହିବାକୁ ବି ଦିଅନ୍ତିନି। ତେଣୁ ଯଦି କିଛି ଦିନ ଆମକୁ ରଖି ସେଠାରୁ କାଢ଼ି ଦିଅନ୍ତି ତାହେଲେ ଆମେ କ'ଣ କରିବୁ? ସେତେବେଳକୁ ଏ ଜାଗା ବି ଆଉ ନଥିବ। ବଡ଼ କଷ୍ଟରେ ଏ ଜାଗାକୁ ଯୋଗାଡ଼ କରିଛୁ। ତମେ ତ ଆମକୁ ଶୀତ ପୋଷାକ ଦେଲ, ବାସ୍ ଆମକୁ କିଛି ଦରକାର ନାହିଁ। ଆମକୁ ଏଠାରେ କିଛି ଅସୁବିଧା ନାହିଁ। ସୁଦର୍ଶନ ବାବା ହାତ ଯୋଡ଼ି କହିବା ପରେ ରୋହିତ କହିଲେ କି ଆରେ ବାବା, ଆପଣଙ୍କୁ ସେଠାରୁ କିଏ ବାହାର କରିବେନି, କାହିଁକି ନା ଆପଣମାନଙ୍କ ଖର୍ଚ୍ଚ ପାଇଁ ଅନେକ ଲୋକ ଚାନ୍ଦା ଦେଉଛନ୍ତି। ଆପଣ ଏସବୁ ଭାବନ୍ତୁନି, ଆଉ ଚାଲନ୍ତୁ ଆମ ସହିତ। କିନ୍ତୁ ବାବା, ଆପଣଙ୍କ ପରିବାରରେ ଆଉ କ'ଣ କେହି ନାହାନ୍ତି? ଆପଣଙ୍କ ପୁଅ ଝିଅ? କ'ଣ କହିବି? ସୁଦର୍ଶନ ବାବା କହିଲେ, କ'ଣ କହିବି ପୁଅ, ଦୁଇ ପୁଅ ବୋହୂ ଆଉ ସେମାନେ ବି ତାଙ୍କ କାମରେ ବ୍ୟସ୍ତ। ଆମେ ବୁଢ଼ାବୁଢ଼ୀ ଆଉ କେଉଁ କାମ ବି ପାରୁନୁ, ତେଣୁ ଆମକୁ ଆଉ କିଏ ବି ପଚାରିଲେନି। ଓଦା ଓଦା ଆଖିରେ ସୁଦର୍ଶନ ବାବା ଏସବୁ କହୁଥିଲେ। ଏସବୁ ଶୁଣିକି ରୋହିତଙ୍କ ଆଖିରୁ ବି ଲୁହ ଆସିଗଲା। ରୋହିତ କହିଲେ କି ବାବା, ପିଲାମାନେ ଯେତେବେଳେ ଛୋଟ ଥାନ୍ତି ସେମାନେ ବି ତ କୌଣସି କାମ କରିନଥାନ୍ତି, କିନ୍ତୁ ବାପା ମା ପିଲାଙ୍କ ଭବିଷ୍ୟତ ସଜାଡ଼ିବା ପାଇଁ କେତେ କ'ଣ କରୁଥାନ୍ତି। ଆଉ ସେହି ପିଲା ବଡ଼ ହେଇ ବାପା ମାଙ୍କ ବୋଝ ବୋଲି ଭାବି ନିଜଠାରୁ ଦୂର କରିଦିଅନ୍ତି। କେଜାଣି ଆମ ସଂସ୍କୃତି କୁଆଡ଼େ ଲୁଚିଗଲାଣି। ଏକ ସମୟ ଥିଲା ବାପା ମାଙ୍କ କଥାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରାଜମହଲ ଛାଡ଼ି ବନବାସରେ ପଳେଇଲେ। ଆଉ ଏବେର ପିଲାମାନେ ନିଜ ବାପା ମାଙ୍କୁ ବନବାସ କାଟିବା ପାଇଁ ରାସ୍ତା କଡ଼ରେ ଛାଡ଼ି ଦେଇ ପଳାଉଛନ୍ତି। ରୋହିତ ଦୁଃଖଭରା କଣ୍ଠରେ କହିବା ବେଳେ ସୁଦର୍ଶନ ବାବା କହିଲେ କି ପୁଅ, ତମେ ସତ କହିଲ, କିନ୍ତୁ ଆଜିର ଜମାନାରେ ତମେ ବି ତ ଜଣେ ଭଲ ମଣିଷ। ସେଠୁ ରୋହିତ ସେମାନଙ୍କୁ ନେଇ ଆଶ୍ରମରେ ପହଞ୍ଚିଗଲେ, ଯେଉଁ ଆଶ୍ରମରେ ସେମାନଙ୍କ ପାଇଁ ରହିବା ବ୍ୟବସ୍ଥା ଆଗରୁ ହୋଇଯାଇଥିଲା। ଦୁହେଁ ସେଠାରେ ଆରାମରେ ରହିଲେ। ଏମିତି କିଛି ଦିନ ବିତିବା ପରେ ଦିନେ ସୁଦର୍ଶନ ବାବା ଆଶ୍ରମରେ କିଛି ଏମିତି କଥା ଦେଖିଲେ। ସେ ଦେଖିକି ଯେମିତି ତାଙ୍କ ପାଦ ତଳୁ ମାଟି ଖସିଗଲା। ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେନି। ତୁରନ୍ତ ସେ ରୁମ୍କୁ ପଳେଇ ଆସି ନିଜ ସ୍ତ୍ରୀ ପୁଷ୍ପାଙ୍କୁ କହିଲେ କି ତୁରନ୍ତ ନିଜ ଜିନିଷ ବାନ୍ଧ, ଆମେ ଚୁପଚାପ ଏଠାରୁ ଏବେ ହିଁ ବାହାରିଯିବା। କିନ୍ତୁ କାହିଁକି? ରାତି ବି ଏତେ ହେଇଗଲାଣି ଯେ ଏ ସମୟରେ ଆମେ କୁଆଡ଼େ ଯିବା? ଅଚାନକ କ'ଣ ହେଲା ତମର? କୁହ ତ ଟିକେ। ପୁଷ୍ପା ପଚାରୁଥିଲେ ଆଉ ସୁଦର୍ଶନ ବାବା କହୁଥିଲେ କି ଏବେ ସମୟ ନାହିଁ ସେସବୁ କହିବା ପାଇଁ। କେବେଠୁ ସମସ୍ତେ ଶୋଇଯିବାର ଅପେକ୍ଷା କରୁଥିଲି,
କାହାଣୀଟି ଆଗକୁ ବଢ଼ିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ କରୁଛି ମୋ ଚ୍ୟାନେଲଟିକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବାକୁ ଜମା ବି ଭୁଲିବେନି, କାରଣ ମୁଁ ଯେଉଁ ଯେଉଁ ନୂଆ ନୂଆ ଭିଡ଼ିଓ ଛାଡ଼ିବି ଆପଣମାନଙ୍କ ପାଖରେ ଶୀଘ୍ର ନୋଟିଫିକେସନ୍ ପହଞ୍ଚିଯିବ। ତମେ ଜଲ୍ଦି ସଜାଡ଼ି ଦିଅ, ବାସ୍ ଚାଲ ଏଠୁ, ହଡ଼ବଡ଼େଇ ପୁଣି କହୁଥିଲେ ସୁଦର୍ଶନ ବାବା। ପୁଣି ଦୁହେଁ ରାତିର ଅନ୍ଧାରରେ ସେଠୁ ପଳେଇଗଲେ। ଆଉ ସେମାନେ ନିଜ ସ୍ଥାନରେ ପହଞ୍ଚିବା ପରେ ଦେଖିଲେ କି ସେଠାରେ ଥିବା ଗଛଟିକୁ କାଟି ଦିଆଯାଇଛି ଆଉ ତା ଜାଗାରେ ଗୋଟିଏ ପାର୍କିଂ ସ୍ଥାନ କରିଦିଆଯାଇଛି, ଯେଉଁଠି ଏବେ ବଡ଼ ବଡ଼ ଗାଡ଼ି ରହୁଛି। ଏବେ ଆମେ କୁଆଡ଼େ ଯିବା କେଜାଣି? ତମର ବି କ'ଣ ହେଉଛି? ଏତେ ଭଲରେ ତ ଆମେ ଥିଲେ, ଖାଇବା ପିଇବା ରହିବାରେ ଏତେ ଭଲ ବନ୍ଦୋବସ୍ତ କରିଦେଇଥିଲେ ଭଗବାନ, କିନ୍ତୁ ତଥାପି ଏତେ ଶୀତରେ ପୁଣି ଏଠାକୁ ପଳେଇ ଆସିଲ। ସେତେବେଳେ ସୁଦର୍ଶନ ବାବା କହିଲେ କି ପୁଷ୍ପା, ଆମେ ସେଠାରୁ ପଳେଇ ଆସିବା କାରଣ ଯଦି ତମେ ଜାଣିବ ତାହେଲେ ତମେ ବି କହିବ କି ମୁଁ ଠିକ୍ କରିଛି। ସେଠୁ ପୁଷ୍ପା କହିଲେ କି ଟିକେ ସଫା ସଫା କହୁନ। ସେଠୁ ସୁଦର୍ଶନ ବାବା କହିଲେ କି ଆମକୁ ଯିଏ ଏଠାରୁ ନେଇକି ଯାଇଥିଲା ସେ ଆଉ କେହି ନୁହେଁ, ସେ ରାକେଶର ପୁଅ। ତମେ ଜାଣିଛ ଯେ ରାକେଶ ଆମ ସହିତ କ'ଣ କ'ଣ କରିଛି ଆଉ କ'ଣ କରିବାକୁ ଭାବୁଥିଲା। ଏବେ ନିଜ ପୁଅକୁ ବି ଶିଖେଇ ଦେଇଥିବ। ଥରେ ସିନା ସେଠୁ ପଳେଇ ଆସିଥିଲେ, କିନ୍ତୁ ବାରମ୍ବାର ତ ଆସିପାରିବେନି। ମୁଁ ତ କହୁଛି ଆମେ ଏ ସହର ଛାଡ଼ିକି ପଳେଇବା ଉଚିତ। ସୁଦର୍ଶନ ବାବା କହିବା ପରେ ପୁଷ୍ପା କହିଲେ କି ସତରେ ସେ କ'ଣ ରାକେଶର ପୁଅ କି? କିନ୍ତୁ ତମେ କେମିତି ଜାଣିଲ? ଯେତେବେଳେ ଆମେ ତାକୁ ଶେଷ ଥର ପାଇଁ ଦେଖିଥିଲେ ସେତେବେଳେ ତ ସେ ବହୁତ ଛୋଟ ଥିଲା, ପୁଣି ତାକୁ ତମେ କେମିତି ଚିହ୍ନିଲ? ସେଠୁ ସୁଦର୍ଶନ ବାବା କହିଲେ କି ସେଦିନ ସେ ବୃଦ୍ଧାଶ୍ରମର ଗେଟ୍ ପାଖରେ କାହା ସହିତ କଥା ହେଉଥିଲା। ମୁଁ ଦେଖିବା ବେଳକୁ ସେ ରାକେଶ ଥିଲା। ସେଠାରେ ଲୋକଙ୍କୁ ପଚାରିବାରୁ ସେମାନେ କହିଲେ କି ଇଏ ହେଉଛି ରାକେଶର ପୁଅ। ଆଉ ମୋତେ ବୁଝିବାକୁ ଡେରି ହେଲାନି ଯେ ଏ ପୁଅ ମୋତେ ଏତେ ମିଠା ମିଠା କଥା କାହିଁକି କହୁଥିଲା। ନିଶ୍ଚୟ ତା ବାବା ଏଠିକୁ ପଠେଇଥିବ। ସୁଦର୍ଶନ ବାବାଙ୍କ କଥା ଶୁଣି ପୁଷ୍ପା କହିଲେ କି ହଁ ଯେ ସେ ଯେଉଁ ବୃଦ୍ଧାଶ୍ରମକୁ ନେଇକି ଯାଇଥିଲା ସେଇଟା ତ ସତ ଥିଲା ନା, ତ ଏଥିରେ କ'ଣ ଅଛି ପୁଷ୍ପା? ଏବେ ଆମର ବିଶ୍ୱାସ ଜିତିବା ପାଇଁ ତାକୁ ଏସବୁ କରିବାକୁ ହିଁ ପଡ଼ୁଛି ନା। ଆଉ କିଏ ଜାଣିଛି ଏହାପରେ ସେମାନେ ଆମର ଖରାପ କରିବାକୁ ହିଁ ଭାବୁଥିବେ ବୋଲି। ଚାଲ ପୁଷ୍ପା, ଜଲ୍ଦି କର, ଆମକୁ ରାତାରାତି ଏ ସହର ଛାଡ଼ିବାକୁ ପଡ଼ିବ। ଡରି ଡରି ପୁଷ୍ପା କହିଲେ କି ଲାଗୁଛି ବୁଢ଼ା ଅବସ୍ଥାରେ ମୁଣ୍ଡ ଖରାପ ହେଇଗଲାଣି ବୋଲି ତମର। ଆମ ବୟସ ଅଛି କି ଆଉ ଆମେ ପାଦରେ ଚାଲି ଚାଲି ସହରରୁ ବାହାରି ଯାଇପାରିବା, ସେଇଟା ବି ରାତି ଅନ୍ଧାରରେ? ଆମକୁ ଚୋର ଭାବିକି ରାସ୍ତାରେ ପୋଲିସ ଅଟକେଇ ଦେବ ଯଦି? ପୁଷ୍ପାଙ୍କ କଥା ଶୁଣିକି ସୁଦର୍ଶନ ବାବା କହିଲେ କି ତମର ଏ କଥା ବି ସତ। ଚାଲ ଏ ରାସ୍ତା ସାଇଡ଼ରେ ଟିକେ ଆରାମ କରିନେବା, ସକାଳ ହେବା ମାତ୍ରେ ବାହାରି ପଡ଼ିବା। ଏତିକି କହି ସୁଦର୍ଶନ ବାବା ଆଉ ତାଙ୍କ ସ୍ତ୍ରୀ ରାସ୍ତା କଡ଼ରେ ବସିଗଲେ ଆଉ ତାଙ୍କର ପୁରୁଣା ସ୍ମୃତିରେ ହଜିଗଲେ। ଦୁଇ ଭାଇଙ୍କ ପରିବାର ଏକାଠି ରହୁଥିଲେ। ସୁଦର୍ଶନ ବାବାଙ୍କର ସହରରେ ଏକ ବହୁତ ବଡ଼ ଡ୍ରେସ୍ ଶୋରୁମ୍ ରହିଥିଲା। ସୁଦର୍ଶନ ଓ ତାଙ୍କ ପୁଅମାନେ ବି ତାଙ୍କୁ ସହଯୋଗ କରୁଥିଲେ। ଶୋରୁମ୍ରେ ସବୁବେଳେ ଏତେ ଭିଡ଼ ରହୁଥିଲା ଯେ ସେମାନଙ୍କୁ ଖାଇବା ପାଇଁ ବି ସମୟ ମିଳୁନଥିଲା। ଲୋକମାନେ ଦୂର ଦୂରାନ୍ତରରୁ ଆସୁଥିଲେ ତାଙ୍କ ଶୋରୁମ୍ର ପୋଷାକ ନେବା ପାଇଁ। ଧନର କୌଣସି ଅଭାବ ନଥିଲା। ଘରେ ଚାକର ବାକର କାମ କରୁଥିଲେ, କିନ୍ତୁ ଖାଇବା ନିଜେ ପୁଷ୍ପା ତିଆରି କରୁଥିଲେ। ତାଙ୍କ ଦେହ ବି ଭଲ ରହୁନଥିଲା। ସମୟ ଏମିତି ବିତୁଥିଲା ଆଉ ଦୁଇ ପୁଅଙ୍କ ବିବାହ ବି ହୋଇଗଲା। ମା ଆଉ ସୁପ୍ରିୟା ପ୍ରଥମେ ତ ମିଳିମିଶି ରହୁଥିଲେ, ଧୀରେ ଧୀରେ ପରସ୍ପର ଭିତରେ ଲଢ଼େଇ ଝଗଡ଼ା ଆରମ୍ଭ ହୋଇଗଲା ଆଉ ପରିବାର ଭିତରୁ ଭିତରୁ ଦୁର୍ବଳ ହୋଇଯାଉଥିଲା। କଥା କଥାରେ ଝଗଡ଼ା ହେଉଥିଲା। ଏସବୁ ଦେଖିକି ସୁଦର୍ଶନଙ୍କ ଦେହ ଖରାପ ହେବାକୁ ଲାଗିଲା ଆଉ ସେ ଜଲ୍ଦି ବିଛଣାରେ ପଡ଼ିଗଲେ। ଏହାପରେ ହାଲତ ତ ଆହୁରି ଖରାପ ହେଇଗଲା। ଦୁଇ ଭାଇ ଶୋରୁମ୍ ଟଙ୍କା ଚୋରେଇବାକୁ ଆରମ୍ଭ କରିଦେଲେ ଆଉ ଶୋରୁମ୍ର ବହୁତ ବଡ଼ କ୍ଷତି ହେବାରେ ଲାଗିଲା। ଶେଷରେ ଶୋରୁମ୍କୁ ବନ୍ଦ କରିବାକୁ ପଡ଼ିଲା। ଏସବୁ ଦେଖି ସୁଦର୍ଶନ ବାବା ସମସ୍ତଙ୍କୁ ଅଲଗା ରହିବା ପାଇଁ କହିଲେ ଆଉ ସେ ଘରେ ସମସ୍ତେ ଅଲଗା ଅଲଗା ହୋଇଗଲେ। ପ୍ରଶ୍ନ ଉଠିଲା କି ମା ବାପା କେଉଁଠି ରହିବେ? ଦୁଇ ପୁଅ ସେମାନଙ୍କ ଦାୟିତ୍ୱ ନେବାକୁ ମନା କରିଦେଲେ। ଯେଉଁ ଶୋରୁମ୍ ସୁଦର୍ଶନଙ୍କୁ ଏତେ ସଫଳ କରିଥିଲା, ଆଜି ସେ ଶୋରୁମ୍ ନା ହିଁ ରହିଲାନି। ଦୁଇ ଭାଇ ଶୋରୁମ୍ ଟଙ୍କା ଚୋରି କରି କିଛି ଦିନ ଯାଏ ଚଳିଗଲେ। ଏବେ ସୁଦର୍ଶନ ବିଛଣାରେ ଉଠିଥିଲେ।
ସେ ବହୁତ ଦିନ ହେଲା ନିଜର ରୋଗ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିସାରିଥିଲେ। ସେଠୁ ଦୁଇ ଭାଇ ନିଷ୍ପତ୍ତି କଲେ କି ସେମାନେ ବାପା ମାଆଙ୍କର 3 ମାସ ଲେଖାଏଁ ଖାଇବା ପିଇବା ବୁଝିବେ। ସୁଦର୍ଶନ ନିଜ ପରିବାରର ଏମିତି ହାଲତ ଦେଖି କାନ୍ଦୁଥିଲେ। ବଡ଼ ପୁଅ ବୋହୂଙ୍କର ପ୍ରଥମେ ପାଳି ଆସିଲା, କିନ୍ତୁ ସୀମା ତାଙ୍କ ଉପରେ ସବୁବେଳେ ଚିଡ଼ୁଥିଲେ। ଆଉ ସୁଦର୍ଶନ ବାବୁ ଭାବୁଥିଲେ କି କେଜାଣି ସେମାନେ ଏମିତି କ'ଣ କରିଦେଲେ ଯେ ବୋହୂ ସେମାନଙ୍କ ସହିତ ଏମିତି ବ୍ୟବହାର କରୁଛି। ପୁଷ୍ପା ବର୍ଷ ବର୍ଷ ଧରି ସେମାନଙ୍କ ଖାଇବା ପିଇବା କଥା ବୁଝୁଥିଲେ, କିନ୍ତୁ ଆଜି ସେମାନେ ନିଜ ଘରେ ଅତିଥି ହୋଇଯାଇଥିଲେ। ଦିନେ ସକାଳୁ ସୀମା ପୁଷ୍ପାଙ୍କୁ କହିଲେ କି ଦେଖ ମା, ଆମେ ତ ଧନୀ ଲୋକ ନୁହଁ, ତେଣୁ ଏମିତି ବସିକି ଖାଇବାର କୌଣସି ପ୍ରଶ୍ନ ଉଠୁନି। ଘରର ସବୁ କାମ ତମେ କରିବ, ଆଉ ବାହାର କାମ ବାବା କରିବେ, ତାହେଲେ ତମକୁ ଖାଇବାକୁ ମିଳିବ। ପୁଷ୍ପା ଚୁପଚାପ ମୁଣ୍ଡ ହଲେଇ ବୋହୂର କଥା ଶୁଣି ଚୁପଚାପ ରୋଷେଇ ଘରକୁ ପଳାଉଥିଲେ। ଦିନସାରା କାମ କରିବା ପରେ ବି ଖାଇବା ବେଳକୁ ସୀମା କହୁଥିଲେ କି କେଜାଣି କିଛି ଲୋକ ନିଜର ଭଲ ଭାଗ୍ୟ ନେଇ ଆସିଥାନ୍ତି, ବସିକି ତାଙ୍କୁ ଫ୍ରିରେ ଖାଇବାକୁ ମିଳିଯାଉଛି, ଆଉ ତାଙ୍କୁ ଆମେ ଖାଇବାକୁ ଦେଇ ଦେଇ ନିଜେ ପେଶି ହେଇଯାଉଛୁ। ସକାଳ ଚା ବ୍ୟତୀତ ଯଦି ଆଉ କେତେବେଳେ ବି ଚା ମାଗି ଦିଅନ୍ତି ତ ତାହେଲେ ତ ବହୁତ କିଛି ଶୁଣିବାକୁ ପଡ଼ୁଥାଏ ପୁଷ୍ପାଙ୍କୁ। କେତେବେଳେ ଯଦି ନିଜେ ନିଜେ ଖାଇବା ନେଇକି ଆସନ୍ତି, ବୋହୂ ତାଙ୍କ ହାତରୁ ଛଡ଼େଇ ନେଇ ଅଶାନ୍ତି ତ ଆଉ ମାରିବାକୁ ବି ପଛାଏନି। ବିଚାରୀ ପୁଷ୍ପା ସବୁ ସହି ନିଅନ୍ତି। ଏମିତି ଦିନ ବିତିବାକୁ ଲାଗିଲା। ଦୁହେଁ ତ ଆହୁରି ବଦମାସ ଓ ଅଭଦ୍ର ହୋଇଯାଇଥିଲେ। ତେବେ ତ ଦିନେ ଛଡ଼ା ଦିନେ ଖାଇବାକୁ ଦେଉଥିଲେ, କହୁଥିଲେ କି ରୋଜଗାର ଏତେ ହେଉନି ଯେ ତମ ଦୁହିଁଙ୍କୁ ବସିକି ଖୁଆଇବୁ, କିନ୍ତୁ ସେମାନେ ବାହାରୁ ଖାଇବା ନେଇ ଆସି ରୁମ୍ ଭିତରେ ଖାଆନ୍ତି। ସୁଦର୍ଶନ ଓ ପୁଷ୍ପା ଅଲଗା ଅଲଗା କାନ୍ଦୁଥିଲେ, କେବେ ବି ପରସ୍ପର ପାଖରେ କାନ୍ଦୁ ନଥିଲେ। ପୁଣି ପାଳି ଆସିଲା ସାନ ପୁଅ ଓ ବୋହୂଙ୍କର। ଏବେ ସୁଦର୍ଶନ ଓ ପୁଷ୍ପା ସାନ ପୁଅ ବୋହୂଙ୍କୁ ନେଇ ବହୁତ ଆଶାବାଦୀ ଥିଲେ, କିନ୍ତୁ ସାନ ପୁଅ ବୋହୂ ସେମାନଙ୍କୁ ଖାଲିରେ ନ ବସେଇ ସେମାନଙ୍କୁ କାମରେ ଲଗେଇ ଟଙ୍କା ରୋଜଗାର କରିବାରେ ଲାଗିପଡ଼ିଲା। ସାନ ପୁଅ ବାପାଙ୍କୁ କହିଲା କି ବାବା, ତମେ ତ ଜାଣିଛ ଆମର ଶୋରୁମ୍ ତ ଏବେ ବନ୍ଦ ହେଇଗଲାଣି, ଆଉ ମୁଁ ଏବେ ଶୋରୁମ୍କୁ ପୁଣି ଖୋଲିବାକୁ ଚାହୁଁଛି। ଯଦି ତମେ ମୋ ସାଥ ଦେବ ତ ଆମେ ପୁଣି ସେ ଶୋରୁମ୍କୁ ଖୋଲିପାରିବା। ବାବା, ବଡ଼ ଭାଇ ତମ ଦୁହିଁଙ୍କୁ ବହୁତ କଷ୍ଟ ଦେଇଛି, ଆଉ ମୁଁ ଏଥିପାଇଁ ଚାହୁଁଛି କି ତମେ ତାଙ୍କ ପାଖକୁ ଆଉ ନ ଯିବା ପାଇଁ। ତମେ ସବୁବେଳେ ମୁଣ୍ଡ ଉଠେଇ ଜି ଆସିଛ, ତେଣୁ ମୁଁ ଗୋଟିଏ ଶୋରୁମ୍ରେ ତମ ପାଇଁ କଥା ହୋଇଛି। ତମେ କେବଳ ସେଠାରେ ବସିକି ହିସାବ କରିବ, ସେଥିପାଇଁ ତୁମକୁ ଦରମା ବି ମିଳିବ। ଆଉ ମା ବୋହୂ ସହିତ ମିଶିକି ଘରର କାମ ସମ୍ଭାଳିଦେବ। ସମସ୍ତେ ମିଶିକି କାମ କରିବା ଆଉ ରୋଜଗାର କରିବା, ତେଣୁ ଜଲ୍ଦି ଆମର ସେ ଶୋରୁମ୍ ଖୋଲିପାରିବା। ସେଠୁ ସୁଦର୍ଶନ ବାବା ଓ ପୁଷ୍ପା ଖୁସି ହେଇଗଲେ କି ଜଣେ ତ ସଂସ୍କାରୀ ବାହାରିଲା। ତେଣୁ ସେମାନେ ଏ ବୟସରେ ପୁରା ପରିଶ୍ରମ କରୁଥିଲେ, ଆଉ ସାନ ପୁଅ ବୋହୂ ଖୁସି ହେଉଥିଲେ କି ତାଙ୍କ ପ୍ଲାନ୍ କାମ କରିଦେଲା ବୋଲି। ସେ ଦୁହେଁ ବାପା ମାଆଙ୍କ ଟଙ୍କାରେ ଅୟସ କରୁଥିଲେ, ଆଉ ଜାଣିଶୁଣି ଘରୁ ବାହାରି ଯାଉଥିଲେ କାମର ବାହାନା କରି। ଦିନେ ସୁଦର୍ଶନ ବାବା ପୁଅର ସବୁ କାରନାମା ସମ୍ପର୍କରେ ଜାଣିଗଲେ, ଆଉ ପୁଷ୍ପାଙ୍କୁ ବି ସବୁ କହିଦେଲେ। ଯେତେବେଳେ ପୁଅର କାରନାମା ସମ୍ପର୍କରେ ବୋହୂକୁ କହିବା ପାଇଁ ଗଲେ, ସେଠି କିଛି ଏମିତି ଶୁଣିଲେ ଯେ ତାଙ୍କ ପାଦ ତଳୁ ମାଟି ଖସିଗଲା। ପୁଅ କହୁଥିଲା କି ସୁପ୍ରିୟା, ତମ ବୁଦ୍ଧିକୁ ତ ଯେତେ ପ୍ରଶଂସା କଲେ ବି କମ୍ ହେବ। ଭାଇ ତ ତାଙ୍କୁ ବୋଝ ଭାବିକି ସବୁ ଟଙ୍କା ଖର୍ଚ୍ଚ କରୁଥିଲେ, କିନ୍ତୁ ଆମେ ଏମାନଙ୍କ ଟଙ୍କାରେ ଚଳୁଛେ। ସେମାନେ ଖଟୁଛନ୍ତି, ଆମେ ଆରାମ କରୁଛେ। ବାସ୍ ସେମାନଙ୍କୁ ଏମିତି ଉଲ୍ଲୁ ବନେଇକି ପୁରା ଘର ଓ ଶୋରୁମ୍ ଜମି ଆମ ନାଁରେ କରେଇ ନେବା। ଯଦି ବାବା ମା କିଛି କରନ୍ତି ତାହେଲେ ଆମେ ତାଙ୍କୁ ଘରୁ ବାହାର କରିଦେବା, ନହେଲେ ପାଗଳଖାନା ପଠେଇଦେବା। ବାସ୍ ଥରୁଟିଏ ସେ ଶୋରୁମ୍ ଜମି ମିଳିଯାଉ। ଏତିକି କହି ଦୁହେଁ ହସିବାକୁ ଲାଗିଲେ। ସୁଦର୍ଶନ ଓ ପୁଷ୍ପା ନିଜ ପୁଅ ବୋହୂର ମୁହଁରୁ ଏମିତି କଥା ଶୁଣି ତୁରନ୍ତ ଘରୁ ଛାଡ଼ି ପଳେଇ ଆସିଲେ। ଆଉ ସେମାନେ ତାଙ୍କ ପୁଅର ମୁହଁ ଚାହିଁବା ପାଇଁ ଚାହୁଁନଥିଲେ। ଆଉ ସେବେଠୁ ସେ ରାସ୍ତା ପାର୍ଶ୍ୱରେ ହିଁ ରହି ଆସୁଥିଲେ। ସେଦିନ ରାତିରେ ସେମାନେ ରାସ୍ତା ପାର୍ଶ୍ୱରେ କଟେଇବା ପରେ ଯେତେବେଳେ ସକାଳୁ ଆଖି ଖୋଲିଲେ, ସାମ୍ନାରେ ରୋହିତ ଛିଡ଼ା ହୋଇଥିଲା। ରୋହିତକୁ ଦେଖି ତାଙ୍କର ହୋସ୍ ଉଡ଼ିଗଲା। ସେମାନେ କିଛି କହିବା ଆଗରୁ ରୋହିତ କହୁଥିଲେ କି କ'ଣ ହେଲା ଜେଜେବାପା, ସେଠାରୁ କାହିଁକି ପଳେଇ ଆସିଲ? କ'ଣ ଭାବୁଛ କି ବଡ଼ ପୁଅର ପୁଅ ବୋଲି ମୁଁ ବି ସେମିତି ଖରାପ ହୋଇଥିବି? ଜେଜେବାପା ଶବ୍ଦ ଶୁଣି ଦୁହେଁ ଆଶ୍ଚର୍ଯ୍ୟ ହୋଇ ରୋହିତକୁ ଅନେଇବାରେ ଲାଗିଲେ।
ରୋହିତ ନିଜ ଜେଜେବାପାଙ୍କୁ କୁଣ୍ଢେଇ ପକେଇ କାନ୍ଦି ପକେଇଲେ। ଜେଜେବାପା, ମୁଁ ଆରମ୍ଭରୁ ଜାଣିଥିଲି କି ତମେ ମୋ ଜେଜେବାପା ବୋଲି। କାହିଁକି ନା ମୁଁ ତମମାନଙ୍କର ଫଟୋ ଦେଖିଥିଲି, ତମକୁ ଅଜଣା ହୋଇ ଭେଟିଥିଲି। କାରଣ ମୁଁ ଜାଣିଥିଲି କି ତମ ବାପା କିଏ ବୋଲି। ଏମିତି ଜାଣିବା ପରେ ସେଠାରୁ ପଳେଇ ଆସିଲୁ। କିନ୍ତୁ ଜେଜେବାପା, ଯେମିତି ତମେ ଜାଣିଲ କି ମୋ ବାପା କିଏ, ସେମିତି ତମେ ଜାଣି ଦେଇଥାନ୍ତ କି ମୁଁ ଆଉ ସେମାନଙ୍କ ସହିତ ରହୁନି ବୋଲି। ତମ ଉପରେ ଅତ୍ୟାଚାର ମୁଁ ଦେଖୁଛି। ସେତେବେଳେ ମୁଁ ଛୋଟ ଥିଲି ବୋଲି କିଛି କହିପାରୁନଥିଲି। ଆଜି ମୁଁ ଯେତେବେଳେ ନିଜ ଗୋଡ଼ରେ ଛିଡ଼ା ହେଇଛି, ସେତେବେଳେ ତମକୁ ଖୋଜି ଖୋଜି ତମ ପାଇଁ ସବୁ ବ୍ୟବସ୍ଥା କରିଥିଲି। ସମସ୍ତେ ଭାବୁଥିଲେ କି ତମେମାନେ ମରିଯାଇଛ ବୋଲି, କିନ୍ତୁ ସେମାନେ ଜାଣିନାହାନ୍ତି କି ରାସ୍ତାକୁ ଆସିବା ପାଳି ଏବେ ସେମାନଙ୍କର। କ'ଣ କହୁଛୁ ପୁଅ? କିଛି ବୁଝିପାରିଲିନି। ସୁଦର୍ଶନ ବାବା ପଚାରିବା ପରେ ରୋହିତ କହୁଥିଲେ କି ଏବେ ତମେ ଆଉ ସାଧାରଣ ଲୋକ ହେଇ ରହିନ ଜେଜେବାପା। ଏଇ ଦେଖ, ତମେ ଯେତେବେଳେ ଗୀତ ଗାଉଥିଲ, ସେତେବେଳେ ତମ ଗୀତ କିଏ ରେକର୍ଡ଼ିଂ କରି ଫେସବୁକ୍, ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଦେଇଥିଲେ। ତମର ସେ ଗୀତ ଭାଇରାଲ ହେଇଯାଇଛି। ତମକୁ ଏବେ ଲକ୍ଷ ଲକ୍ଷ ଲୋକ ଜାଣିସାରିଲେଣି। ତମେ ଏବେ ଫେମସ୍ ହୋଇଗଲଣି ଜେଜେବାପା। ଏବେ ଆଉ ତମେ ରାସ୍ତାରେ ରହିବା ଦରକାର ନାହିଁ। ଏତିକି କହି ସେ ତାଙ୍କ ମୋବାଇଲରେ ସେ ଭିଡ଼ିଓ ଦେଖେଇଲେ। ଏହାପରେ ସହରର ଗୋଟିଏ ସ୍ଥାନରେ ଗୋଟିଏ ବଡ଼ ପ୍ରୋଗ୍ରାମ ହେଉଥିଲା, ଆଉ ଗାୟକ ଭାବରେ ସୁଦର୍ଶନ ବାବାଙ୍କୁ ଡକାଯାଇଥିଲା। ଯେମିତି ରୋହିତ ନିଜ ଜେଜେବାପା ଓ ଜେଜେମାଙ୍କୁ ନେଇକି ସେଠାରେ ପହଞ୍ଚିଛନ୍ତି, ସମସ୍ତେ ଉଠି ଛିଡ଼ା ହୋଇଯିବା ସହିତ ତାଙ୍କ ସହିତ ଫଟୋ ଉଠାଇବା ପାଇଁ ପାଗଳ ହୋଇଗଲେ। ସୁଦର୍ଶନ ବାବାଙ୍କ ଗୀତ ଶୁଣିବା ପାଇଁ ସେଠାରେ ପ୍ରବଳ ଭିଡ଼ ଲାଗିଥିଲା। ଏତେ ବୟସରେ ତାଙ୍କର କଣ୍ଠସ୍ୱର ଶୁଣିକି ଆଶ୍ଚର୍ଯ୍ୟ ହେଉଥିଲେ। ଦେଖୁ ଦେଖୁ ସେ ପ୍ରସିଦ୍ଧ ହୋଇଗଲେ। ଆଉ ଏତେ ପ୍ରସିଦ୍ଧ ହୋଇଗଲେ ଯେ ଗୋଟିଏ ଥରରେ ଗାଡ଼ି, ଘର, ଚାକର ବାକରଙ୍କର ଲାଇନ୍ ଲାଗିଗଲା। ଦିନେ ପୁଷ୍ପା ରୋହିତକୁ କୁଣ୍ଢେଇ ପକାଇ କହିଲେ କି ଆମ ଜୀବନକୁ ଆସି ଏତେ ବଡ଼ ପରିବର୍ତ୍ତନ କରିବା ପାଇଁ ଧନ୍ୟବାଦ। ସେଠୁ ସୁଦର୍ଶନ ପଚାରିଲେ କି ସେଦିନ ତୋ ବାପା ତୋତେ କ'ଣ କହୁଥିଲା? ରୋହିତ କହିଲେ କି ଜେଜେବାପା, ମୁଁ ଆମ ଘର ଛାଡ଼ିବା ପରଠାରୁ ବାବା ମୋତେ ପ୍ରାୟତଃ ଫେରେଇ ନେବା ପାଇଁ ଚେଷ୍ଟା କରି ଆସୁଛନ୍ତି। ହେଲେ ଜେଜେବାପା, ସେ କଥା ଛାଡ଼। ଏବେ ଆମେ ସେଠାକୁ ଯାଇ ଆଗ ସେମାନଙ୍କୁ ହଟେଇବାକୁ ପଡ଼ିବ। ଏବେ ସେମାନେ ବି ଜାଣନ୍ତୁ, ଯେଉଁ ବାପା ମାଆଙ୍କୁ ବୋଝ ଭାବିକି ଫୋପାଡ଼ି ଦେଇଥିଲେ, ଆଜି ସେହି ବାପା ମାଆଙ୍କର ଗୋଟିଏ ଝଲକ ପାଇବା ପାଇଁ ଲୋକେ କେତେ ବ୍ୟାକୁଳ ବୋଲି। ଏବେ ସେମାନଙ୍କୁ ଦଣ୍ଡ ଦେବାର ସମୟ ଆସିଯାଇଛି। ଜାଣିଛି ଏସବୁ ତୁମକୁ ଭଲ ଲାଗିବନି ବୋଲି, କିନ୍ତୁ ଯଦି ତୁମେ ତାଙ୍କୁ ଏବେ ଶିକ୍ଷା ନ ଦେଇଛ, ତାହେଲେ ସବୁ ପିଲା ତାଙ୍କ ବାପା ମାଆଙ୍କ ସହିତ ଏମିତି ହିଁ ବ୍ୟବହାର କରିବେ। କେବେ କେବେ ବାପା ମାଆଙ୍କୁ ବି ନିଜ ପିଲାଙ୍କୁ ବାଟକୁ ଆଣିବା ପାଇଁ କଠୋର ହେବାକୁ ପଡ଼ିବ। ପୁଷ୍ପା କହିଲେ କି ମୁଁ ତ ଆଶ୍ଚର୍ଯ୍ୟ କି ଯେଉଁ ସଂସ୍କାର ଆମେ ଆମ ପିଲାମାନଙ୍କୁ ଦେଇପାରିନଥିଲୁ, ସେ ସଂସ୍କାର ଆମ ପିଲା ତାଙ୍କ ପିଲାଙ୍କୁ କେମିତି ଦେଇଛନ୍ତି। ଜେଜେମା, ଏ ସଂସ୍କାର ତ ତମଠାରୁ ଆଣିଛି। ତମ ପିଲା ତ ଏହାଠାରୁ କେତେ ଦୂରରେ। ତାଙ୍କୁ ତ ସଂସ୍କାର ନାମକ ଶବ୍ଦ ହିଁ ଜଣା ନାହିଁ। କିଛି ଦିନ ପରେ ରୋହିତ ନିଜ ଘରେ ପହଞ୍ଚିଲେ। ତାଙ୍କୁ ଦେଖି ତାଙ୍କ ବାପା ଖୁସିରେ କହିଲେ କି ତୁ ଆସିଲୁ। କେଉଁ ପୁଅ କ'ଣ ତା ବାପା ମାଆ ଠାରୁ ଦୂରରେ ରହିପାରେ? କେବେ ବି ବାପା ମାଆ ନିଜ ପିଲାର ଅମଙ୍ଗଳ ଚାହିଁପାରନ୍ତି ନାହିଁ। କିନ୍ତୁ ପିଲାମାନେ ତ ବାପା ମାଆଙ୍କର ଖରାପ ଚିନ୍ତା କରିପାରନ୍ତି ନା ବାପା। ନାଇଁ ପୁଅ, ତୁ ମୋର କିଛି ଖରାପ କରିନୁ। ଏବେ ତୁ ଆସିଗଲୁ, ସବୁ କିଛି ଠିକ୍ ହେଇଯିବ। ରୋହିତ କହିଲେ କି ବାପା, ମୁଁ ମୋ କଥା ନୁହେଁ ତମ କଥା କହୁଛି। ତମେମାନେ ଯାହା ଜେଜେବାପା ଓ ଜେଜେମାଙ୍କ ସହିତ କରିଛ, ସେ କଥା କହୁଛି। ସେଠୁ ତାଙ୍କ ବାପା କହିଲେ କି ଯାହା ହେଇଯାଇଛି ତାକୁ ଭୁଲି ଯା। ସେମାନେ ବି ବଡ଼ ମତଲବୀ ଥିଲେ। ମରିବା ପରେ କାହାକୁ ଖରାପ କହିବା କଥା ନୁହେଁ, ନହେଲେ ତତେ କହିଥାନ୍ତି କି ସେମାନେ କେତେ ଖରାପ ବୋଲି। ଏସବୁ ଶୁଣି ରୋହିତକୁ ଜୋରରେ ରାଗ ଆସିଗଲା। ସେ ରାଗିକି କହିଲା କି ତମକୁ କିଏ କହିଲା କି ସେମାନେ ମରିଯାଇଛନ୍ତି ବୋଲି? ରୋହିତ ତୁରନ୍ତ ମୋବାଇଲ କାଢ଼ି ଦେଖେଇଲେ ତ ତାଙ୍କ ବାପାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା। ବାପାଙ୍କ ଗାଡ଼ି, ଘର ଦେଖି ରୋହିତଙ୍କ ବାପା ଯେମିତି ବେହୋସ ହେଇଗଲେ। ସେଠୁ ରୋହିତ କହିଲେ ଆମେ ଆଜି ହକ୍ ନେବା ପାଇଁ ଆସିଛୁ। ଏତିକି କହି ସେ ଗାଡ଼ି ଭିତରେ ଥିବା ସୁଦର୍ଶନ ବାବା ଓ ପୁଷ୍ପାଙ୍କୁ ଡକେଇଲେ। ସେମାନଙ୍କୁ ଦେଖି ସମସ୍ତଙ୍କ ଆଖି ବଡ଼ ବଡ଼ ହେଇଗଲା। ସୁଦର୍ଶନ ବାବା କହିଲେ କି ଏବେ ତମେମାନେ ତମ ବ୍ୟବସ୍ଥା କରିନିଅ।
ଏକ ସପ୍ତାହ ଭିତରେ ଏହି ଘରୁ ବାହାର ସମସ୍ତେ। ଯଦି ସପ୍ତାହେ ଭିତରେ ବ୍ୟବସ୍ଥା କରିପାରୁନ ତାହେଲେ ଏତେ ବର୍ଷ ହେଲା ଆମେ ଯେଉଁ ରାସ୍ତା କଡ଼େ ଘର କରି ରହି ଆସୁଥିଲୁ ସେ ଘର ଏବେ ବି ଅଛି ସେଠାରେ, ସେଠି ଯାଇକି ରହିପାରିବ। ବାବାଙ୍କ କଠୋର ଶବ୍ଦ ଶୁଣି ସମସ୍ତଙ୍କ ପାଟି ଚୁପ୍ ହେଇଗଲା। ନିଜ ବାପାଙ୍କ କଥା ଶୁଣିକି ତା ଦୁଇ ପୁଅ ବୋହୂ ସୁଦର୍ଶନଙ୍କ ପାଦ ତଳେ ପଡ଼ି କ୍ଷମା ମାଗିବାରେ ଲାଗିଲେ। କିନ୍ତୁ ସୁଦର୍ଶନ ବାବାଙ୍କ ହୃଦୟ ଟିକେ ବି ତରଳିଲା ନାହିଁ। ସେଠୁ ରୋହିତର ବାପା କହିଲେ କି ତୁ ଆମର ପୁଅ, ତୁ କେମିତି ଆମ ସହିତ ଏମିତି କରିପାରିବୁ? ରୋହିତ କହିଲେ କି ଯେତେବେଳେ ଜେଜେବାପା ମୋତେ ଏହି ଘର ଦେଇଛନ୍ତି ତେଣୁ ତମେମାନେ ଏଠୁ ବାହାର, ଆଉ ରାସ୍ତାରେ ରହିକି ଦେଖ ସେ ଜୀବନ କେମିତିକା। ସେତେବେଳେ ଯାଇ କଷ୍ଟ କ'ଣ ଜାଣିବ। ବିନା ଟଙ୍କାରେ ଏତେ ଶୀତରେ ରାସ୍ତା କଡ଼ରେ ପଡ଼ି କଷ୍ଟ ସହିବା କେତେ କଷ୍ଟଦାୟକ। ଯଦି ଆଜି ତମକୁ ଦଣ୍ଡ ନ ମିଳେ ତାହେଲେ ଆଜିର ପିଲାମାନେ ତାଙ୍କ ବାପା ମାଆଙ୍କ ସହିତ ଏମିତି କରୁଥିବେ। ଏତିକି କହି ରୋହିତ ନିଜେ ଜେଜେବାପା ଓ ଜେଜେମାଙ୍କ ସହିତ ଗାଡ଼ିରେ ବସି ପଳେଇଲେ। କିଛି ଦିନ ପରେ ରୋହିତ ନିଜ ଅର୍ଥରେ ସୋରୁମ୍ ଜମିରେ ଏକ ବହୁତ ବଡ଼ ବୃଦ୍ଧାଶ୍ରମ କରିଦେଲେ। ସେ ବୃଦ୍ଧାଶ୍ରମର ଦାୟିତ୍ୱ ସୁଦର୍ଶନ ବାବା ଓ ପୁଷ୍ପାଙ୍କୁ ଦେଲେ। ସେମାନେ ସେ ରାସ୍ତା କଡ଼ରେ ରହି ଯେଉଁ କଷ୍ଟ ପାଇଥିଲେ ଯେମିତି ଆଉ କିଏ କଷ୍ଟ ନ ପାଆନ୍ତୁ, ସେହି ଉଦ୍ଦେଶ୍ୟରେ ବୃଦ୍ଧାଶ୍ରମ ଖୋଲାଯାଇଥିଲା। ତ ଶ୍ରୋତା ବନ୍ଧୁମାନେ, ଆଜିର ଏହି ସୁନ୍ଦର ଶିକ୍ଷାପ୍ରଦ କାହାଣୀଟି ଆପଣ ସମସ୍ତଙ୍କୁ କେମିତି ଲାଗିଲା କମେଣ୍ଟରେ ଜଣାଇବେ। ଏହିପରି ଆହୁରି ନୂଆ ନୂଆ କାହାଣୀ ଶୁଣିବା ପାଇଁ ମୋ ଚ୍ୟାନେଲଟିକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣମାନଙ୍କର ମତାମତ ଆଉ ସମର୍ଥନ ମୋ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଆପଣମାନଙ୍କର ଭଲ ପାଇବା ବି ମୋ ପାଇଁ ବହୁତ ଆବଶ୍ୟକ। ଏମିତି ଭଲ ପାଇବା ସବୁବେଳେ ଦେଉଥାନ୍ତୁ। ଧନ୍ୟବାଦ।